ବାଲିଯାତ୍ରାରେ ବାଲି କମ୍ ହେଲେ କଣ୍ଢେଇ ମତେ ଅଧିକ ଦେଖାଯାଉଥିଲା। ସନ୍ଧ୍ୟାବେଳେ ଆମେ ଦୁଇ ଭଉଣୀ ମିଶି ବାହାରିଥିଲୁ ବାଲିଯାତ୍ରା। ଆମ ହସ୍ପିଟାଲ ପାଖରୁ ଏଇଟା ମାତ୍ର 2 କିଲୋମିଟର ଥିଲା, ସେଥିପାଇଁ ଆମେ ଅଟୋରେ ନ ଯାଇ ପଦୁବାବୁଙ୍କ କାର ମାନେ ପାଦରେ ଚାଲି ଚାଲି ପଳେଇଥିଲୁ। ତାପରେ ମୋର ତ ଖାଇବା ଷ୍ଟାର୍ଟ ହେଇଯାଇଥିଲା। ମାଛ ମାନଙ୍କୁ ମୁଁ ଏମିତି ଦେଖୁଥିଲି ସତେ ଯେମିତି ଏଟା ମାଛ ନୁହଁ କୁମ୍ଭୀର। ତାପରେ ଆମେ ମାନେ ଯାଇ ଦୋଳି ପାଖରେ ପହଞ୍ଚି ଯାଇଥିଲୁ। ବାପରେ ବାପ, ଏତେ ଦୋଳି ଆଉ ଏତେ ଡର ମତେ ଲାଗୁଥିଲା। ଏଠି ମତେ କିଏ ଟଙ୍କା ଦେଇଥିଲେ ବି ମୁଁ ସେ ଦୋଳିରେ ବସି ନଥାଏ। ବାଲିଯାତ୍ରା ଭିତରେ ବାଲି କମ୍ ଆଉ ଟେଡି ଅଧିକ ମତେ ଦେଖାଉଥିଲା। ଖାଇବା ଦୋକାନ ତ ମତେ ଏମିତିରେ ବି ଅଧିକ ଦେଖାଯାଏ, ତାଠୁ ଅଧିକ ଦେଖାଉଥିଲା ମତେ ଏଇ ସବୁ ଟେଡି ଗୁଡାକ। ଆଉ ଏତେ ସୁନ୍ଦର ସୁନ୍ଦର ଟେଡି ଦେଖି ମୁଁ ମୋ ନିଜକୁ କଣ୍ଟ୍ରୋଲ କରି ପାରୁନଥିଲି। ଯେମିତି ମୁଁ ଗୋଟେ ଛୋଟ ପିଲା, ସେମିତି ସବୁ ଟେଡି ମୁଁ ଉଠେଇ ପକାଉଥାଏ। ଆଉ କିଛି ବି କିଣୁ ନଥାଏ, ଖାଲି ଦେଖି ଦେଉଥାଏ ପୁଣି ଥୋଇ ଦେଉଥାଏ। ତାପରେ ମୁଁ ଟିକେ ପବନ ଖାଇ ଦେଇ ପଳେଇ ଆସିଥିଲି କସ୍ମେଟିକ ଦୋକାନ ପାଖକୁ। କସ୍ମେଟିକ ବିନା ଝିଅ ମାନଙ୍କ ତ ଲାଇଫ ହିଁ ଅଧୁରା। ପାରାଦୀପ ହେଉ କି କଟକ ହେଉ କି ଭୁବନେଶ୍ୱର ହଉ, ଆପଣ ମାନେ କେଉଁ ବାଲିଯାତ୍ରା ବୁଲିଛନ୍ତି କି ନାହିଁ ଆଉ କେବେ ବୁଲିଛନ୍ତି ମତେ କମେଣ୍ଟ କରିକି ନିହାତି ଭାବରେ ଜଣେଇବେ। ବୁଲାବୁଲି ପରେ ରୋଷେଇ କରିବାକୁ ଆଉ ପେସେନ୍ସ ନଥିଲା, ସେଥିପାଇଁ ରାସ୍ତାରେ ଆସିଲା ବେଳେ ଆମେ ବିରିୟାନୀ ନେଇକି ପଳେଇ ଆସିଥିଲୁ। ଆଜି ପାଇଁ ରହୁଛି, ପୁଣି ଆମେ ମାନେ ନୂଆ ବ୍ଲଗରେ ଦେଖା।